ଛୋଟକୁ ନ ମଣିବ ହୀନ। ଯିଏ ଯେତେ ଛୋଟ ହେଲେ ମଧ୍ୟ ତାକୁ ହୀନ ଅସହାୟ ମନେ କରିବା ଠିକ ନୁହେଁ। ଛୋଟ ହେଲେ ମଧ୍ୟ ତାଠାରୁ କିଛି ଶିଖିବାର ଥାଇପାରେ। କାହାର ଆକାରକୁ ନୁହେଁ ବରଂ ତାର ବିଚାର ବୁଦ୍ଧିକୁ ବିବେଚନା କରି ତାକୁ ତଉଲିବା ଦରକାର। ଆମେ ଏହାକୁ ଗୋଟିଏ କାହାଣୀ ମାଧ୍ୟମରେ ଜାଣିବା। ଥରେ ବଣର ରାଜା ସିଂହ, ସେ ସାହସୀ ଆଉ ବଲୁଆ, ତାକୁ ସମସ୍ତେ ମାନନ୍ତି, ଭୟ ବି କରନ୍ତି। ଥରେ ସିଂହ ଗଛ ଛାଇରେ ଆରାମରେ ଶୋଇ ଘୁଙ୍ଗୁଡୁ ମାରୁଥାଏ। ମୂଷା ଛୁଆଟିଏ ବୁଲୁ ବୁଲୁ ସିଂହ ଉପରକୁ ଚଢ଼ିଗଲା। ତା ପିଠିରେ ନାଚିଲା, କୁଦିଲା, ମନ ଖୁସିରେ ଖେଳିଲା। ସିଂହର ନିଦ ଚାଉଁକିନା ଭାଙ୍ଗିଗଲା। ସେ ରାଗରେ କୁହୁଟା ଛାଡ଼ି ଆଖି ତରାଇ କହିଲା, କିଏ ରେ ତୁ? ତୋର ଏତେ ସାହସ? ମୋ ପିଠିଟାକୁ କଣ ଖେଳ ପଡ଼ିଆ ଭାବିଲୁ? ଆଜି ତୋର ନିସ୍ତାର ନାହିଁ, ତୋତେ ଜଳଖିଆ କରିବି। ମୂଷା ଡରରେ ଛାନିଆ ହୋଇପଡ଼ିଲା। କାନ୍ଦି କାନ୍ଦି ହାତ ଯୋଡ଼ି ନେହୁରା ହୋଇ କହିଲା, ତମେ କେତେ ବଡ଼ ରାଜା ପରିକା, ମୁଁ ତ ଏତେ ଛୋଟଟେ। ମୋତେ ଖାଇଲେ ତମ ପେଟ ପୁରିବନି। ମୁଁ ତମର ପଲେ ବି ହେବିନି। ମୋତେ ଛାଡ଼ିଦିଅ, ଦିନେ ନା ଦିନେ ମୁଁ ତମର ଉପକାର କରିବି। ସିଂହ ଦୟାକରି ମୂଷାକୁ ଛାଡ଼ିଦେଲା। କିଛି ଦିନ ବିତିଗଲା। ଦିନେ ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାଶରେ ପଡ଼ିଗଲା। ଯେତେ ଚେଷ୍ଟା କଲେ ମଧ୍ୟ ମୁକୁଲି ପାରିଲାନି। ଜୋରରେ ଗର୍ଜନ ତର୍ଜନ କଲା। ସେହି ବାଟରେ ମୂଷାଟି ଯାଉଥିଲା। ଫାଶରେ ପଡ଼ିଥିବା ସିଂହକୁ ଦେଖି କହିଲା, ମହାରାଜ, ଧୈର୍ଯ୍ୟ ଧର, ମୁଁ ତୁମକୁ ମୁକୁଲାଇ ଦେବି। ମୋ ମୁନିଆ ଦାନ୍ତରେ ଫାଶକୁ କାଟି ଟିକ୍ ଟିକ୍ କରିଦେବି। ସଙ୍ଗେ ସଙ୍ଗେ ମୂଷା ତା କାମରେ ଲାଗିଗଲା। ସିଂହ ମୁକୁଲି ହାଇ ମାରି ଅଳସ ଛାଡ଼ିଲା। ମୂଷାକୁ ପିଠିରେ ବସାଇ ବଣଯାକ ବୁଲିଲା। ସିଂହ ମନେ ମନେ ଭାବିଲା, ବଡ଼ ବଡ଼ିଆ ଠିକ କହିଛନ୍ତି, ଛୋଟକୁ ନ ମଣିବ ହୀନ। ଛୋଟ ପାଖରେ ଥାଏ ଅନେକ ଗୁଣ।